ସର୍ବଦା ନିଜେ ନିଜକୁ କୁହ ଯେ ମୋ ମନ ବହୁତ ଶକ୍ତିଶାଳୀ। ଯେତେବେଳେ ତୁମେ ପ୍ରତିଦିନ ନିଜକୁ ବାରମ୍ବାର ଏହା କହିବା ଜାରି ରଖିବ, ତୁମକୁ ଅନୁଭବ ହେବ ଯେ ତୁମର ମନ ପ୍ରକୃତରେ ବହୁତ ଶକ୍ତିଶାଳୀ। କିଛି ବି ଚିନ୍ତା, କିଛି ବି ସମସ୍ୟା ତୁମ ମନର ଏକାଗ୍ରତାକୁ ବିଚଳିତ କରିପାରିବ ନାହିଁ। ଅସୁବିଧା ସମୟରେ ଚିନ୍ତା କରିବା ତ ମନୁଷ୍ୟର ସ୍ୱଭାବ ହୋଇଯାଏ, କିନ୍ତୁ ଯେତେବେଳେ ତୁମେ ମୋ ଶରଣରେ ଆସୁଛ, ତେବେ ତୁମର ଚିନ୍ତା ବିଷୟରେ ମୋତେ କହି ମୋ ଚରଣରେ ରଖିଦିଅ। ଯେତେବେଳେ ତୁମେ ମୋତେ କହିଦିଅ କି ବାବା, ଏବେ ଏହି ସମସ୍ୟା ଆପଣଙ୍କର ହେଲା, ଆପଣ ସମ୍ଭାଳନ୍ତୁ, ତ ବାସ୍, ତାପରେ ମୁଁ ମୋ କାମ କରିବି ଏବଂ ତୁମେ ତୁମର କର୍ମ କରିବ। ଗତକାଲି ତୁମକୁ ମୋ ଠାରୁ ଯାହା ମିଳିଥିଲା ତାହା ମୋର ଆଶୀର୍ବାଦ ଥିଲା। ତୁମ ପ୍ରଶ୍ନର ଉତ୍ତର ମଧ୍ୟ ଥିଲା। ତାହାକୁ ସମ୍ଭାଳିକି ନିଜ ପାଖରେ ରଖ। ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ଯଦିଓ ବିଳମ୍ବ ହୋଇଯାଇଛି, ଆଜିଠାରୁ ବର୍ତ୍ତମାନଠାରୁ ତୁମ ଜୀବନରେ ଯାହା ହେବ ବହୁତ ସୁନ୍ଦର ହେବ ଏବଂ ତୁମେ ତାହାକୁ ଆହୁରି ଅଧିକ ସୁନ୍ଦର କରିପାରିବ ଯଦି ନିଜ ମନରେ ସକାରାତ୍ମକ ବିଚାର ରଖିବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।